ଆଜି ଜାଣିବା କଥାରେ ଯେ ଆପଣ ଯାତ୍ରା କରୁଛନ୍ତି, ଯାତ୍ରା କରୁଥିବା ସମୟରେ ଆପଣଙ୍କର ଯଦି ତିଥି ଭଲ ନଥିବ, ବାର ଭଲ ନଥିବ ବା ଅଶୁଭ ଥିବ, ତେବେ ଆପଣ କେଉଁ ନିୟମରେ ଯାତ୍ରା କରିବେ? ତ ଆମେ ପ୍ରଥମେ ରବିବାରଠୁ ଆରମ୍ଭ କରିବା। ରବିବାର ଯଦି ଆପଣ ଯାତ୍ରା କରୁଛନ୍ତି, ଆପଣ ମୁଣ୍ଡରେ ହାତ ଦେଇଯିବେ। ସୋମବାରରେ ଯାତ୍ରା କଲେ ମୁଖରେ, ଏବଂ ମଙ୍ଗଳବାର ଯଦି ଯାତ୍ରା କରୁଛନ୍ତି ତେବେ ଗଳାରେ ହାତ ଦେଇଯିବେ। ବୁଧବାର ଗଲେ ପେଟରେ, ଗୁରୁବାର ଦିନ ଆପଣ ଯଦି ଯାଉଛନ୍ତି ଦୁଇ ପାଖରେ ଆପଣ ହାତ ଦେଇ ଯାଇପାରିବେ। ଶୁକ୍ରବାର ଦିନ ଆପଣ ଦୁଇ କାନରେ ହାତ ଦେଇ ଯାଇପାରିବେ ଏବଂ ଶନିବାର ଦିନ ପିଠିରେ ହାତ ଦେଇ ଯାତ୍ରା କଲେ ସବୁ କାର୍ଯ୍ୟ ସିଦ୍ଧ ହୁଏ। ଯାତ୍ରା ଦିବସରେ ତିଥି ନକ୍ଷତ୍ର ଅଶୁଭ ହେଲେ ଉଷାକାଳ ଓ ଗୋଧୂଳି ସନ୍ଧ୍ୟାରେ ଯାତ୍ରା କଲେ ଶୁଭ ହୁଏ। ତ ଏହାର ଗୋଟିଏ ପଦ ରହିଛି, ମଙ୍ଗଳ ରାତି ବୁଧ ପାହାନ୍ତି, ଯେଣେ ଇଚ୍ଛା କଲେ ତେଣେ ଯାଆନ୍ତି। ଅର୍ଥାତ୍ ମଙ୍ଗଳବାର ରାତି ପାଇଯାଇଥିବ, ବୁଧବାର ପ୍ରଭାତ ହୋଇଥିବ, ଅର୍ଥାତ୍ ନୁହେଁ ମଙ୍ଗଳବାର ନୁହେଁ ବୁଧବାର। ଏହିଭଳି ସମୟରେ ଆପଣ ଯାତ୍ରା ଅନୁକୂଳ କରନ୍ତୁ, ଦେଖିବେ ସୁନିଶ୍ଚିତ ଆପଣଙ୍କର କାର୍ଯ୍ୟ ସିଦ୍ଧି ହେବ। କେବଳ ମନରେ ଦୃଢ଼ ଶକ୍ତି ରଖିବେ, ଆପଣଙ୍କ ସବୁ କାର୍ଯ୍ୟ ସିଦ୍ଧି ହେବ।